ଶ୍ରୀ ଗଣେଶାୟ ନମଃ। ପ୍ରତିଦିନ ସନ୍ଧ୍ୟା 6ଟାରେ ଆମ ଚ୍ୟାନେଲରେ ଯୋଗ ଦିଅନ୍ତୁ ଆଉ ଭଗବତ ଟିକେ ଶୁଣିବାର ସୁଯୋଗ ପାଆନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ କରନ୍ତୁ। ଆଜି ଆମେ ଶୁଣିବା ସପ୍ତମ ସ୍କନ୍ଦ ସପ୍ତମ ଅଧ୍ୟାୟ। ଓମ୍ ନମଃ ଭଗବତେ ବାସୁଦେବାୟ। ସପ୍ତମ ସ୍କନ୍ଦ ସପ୍ତମୋଧ୍ୟାୟ। ପ୍ରହ୍ଲାଦ ମାତୃଗର୍ଭେ ଥାଇ ନାରଦ ଉପଦେଶ ପାଇ ଯେ ମନ୍ତେ ଲୋଭିଲା ସେ ଜ୍ଞାନ ସପ୍ତମ ଅଧ୍ୟାୟେ ବର୍ଣ୍ଣନ। ନାରଦ ଉବାଚ ଏବେ ହୋ ଶୁଣ ଧର୍ମ ସୁତ ଅସୁର ବାଳକ ଚରିତ। ସେ ପ୍ରହ୍ଲାଦ ଦୟାମଣି କହେ ବାଳକ ସନ୍ନିଧାନେ। ପ୍ରହ୍ଲାଦ ଉବାଚ ଏବେ ହୋ ଶୁଣ ଦୈତ୍ୟ ସୁତେ ଯାହା କହିବା ତୁମ୍ଭ ହିତେ। ମୋହର ପିତା ତପ ଅର୍ଥେ ଗଲା ଯେ ମନ୍ଦର ପର୍ବତେ। ନିଶ୍ଚଳ ତପ ତାର ଦେଖି ବିବୁଧେ ଗଗନ ଉପେକ୍ଷୀ। ଯୁଦ୍ଧ ଉଦ୍ୟମ କରି ବଳେ ମିଳିଲେ ଅବନୀ ମଣ୍ଡଳେ। ହିରଣ୍ୟକଶିପୁ ଅସୁର ସ୍ୱଭାବେ ପାପୀ ଦୁରାଚାର। ପିପିଲିକାରେ ସର୍ପ ଜନ୍ମେ ନାସିଲା ଆତ୍ମ ପାପ ଗୁଣେ। ଏ ରୂପେ ତୁଚ୍ଛ ମନ କରି ବିବୁଧେ ସମରେ ଉଭାରି। ଯେତେ ଅସୁର ଥିଲେ ପୁରେ ଦେବଙ୍କୁ ଦେଖି ମହାଡରେ। ନିଶସ୍ତ୍ର ହୋଇ ଶସ୍ତ୍ରାଘାତେ ସଂଗ୍ରାମୀ ଭାଜିଲେ ସମସ୍ତେ। ଭये ପଶିଲେ ଦଶ ଦିଗେ ନ ମିଳି ଦେବଙ୍କର ଆଗେ। ଗୃହ କଳତ୍ର ପୁତ୍ର ଏଡ଼ି ସର୍ବ ସମ୍ପଦ ବେଗେ ଛାଡ଼ି। ଜୀବନ ଘେନି ପଳାଇଲେ ବିବୁଧେ ନଗରେ ପଶିଲେ। ସର୍ବ ସମ୍ପଦ ଜୁର କରି ନେଇ ଚଳିଲେ ସ୍ୱର୍ଗପୁରୀ। ଇନ୍ଦ୍ର ପୋଷିଣ ଆମ୍ଭପୁରୀ ମୋର ଜନନୀ ନେଲେ ହରି। ପଥେ ଚଳାଇ ନିଅନ୍ତି ବେଗେ ପିତାର ଭये ଉଦୁବେଗେ। ମୋର ଜନନୀ ଅତି ଭये ଚଳି ନ ପାରେ ଗରୁ ଦେହେ। ଅନେକ ଦୁଃଖ ଗୁରୁ ଶୋକେ କୁରରି ପ୍ରାୟ କାନ୍ଦେ ଦୁଃଖେ। ଏ ମନ୍ତ ଗଲେ କେତେ ଦୂର କାନନେ ବ୍ରହ୍ମାଙ୍କ କୁମର। ମୋର ଜନନୀ ଦେଖି ପଥେ ମିଳିଲେ ଇନ୍ଦ୍ରର ଅଗ୍ରତେ। ବୋଲନ୍ତି ଇନ୍ଦ୍ର ମୁଖ ଚାହିଁ ଏ କଥା ଉଚିତ ନୁହଁ। ନିରପରାଧୀ ଦେ ତୋହର ଏହାକୁ ଛାଡ଼ ସୁନାସିର। ପରର ସତୀ ସୁନ୍ଦରୀ ତୁ କିମ୍ପା ନେଉ ବଳେ ଧରି। ଏ ମନ୍ତେ ନାରଦ ଓଚନେ ଇନ୍ଦ୍ର ବୋଲଇ ଭୟ ମନେ। ଅସୁର ବୀର୍ଯ୍ୟ ଏହା ଗର୍ଭେ ମୋର ବୈରୀ ସ୍ୱଭାବେ। ଯେ ପୁତ୍ର ଅଛି ଗର୍ଭେ ରହି ତାର ପ୍ରତାପ କେବା ସହି। ସ୍ୱର୍ଗ ଘେନିବ ଏ ମୋହର ଏହାକୁ ମୋର ବଡ଼ ଡର। ଏ ନାରୀ ମୋର ପୁରେ ଥିବ ଯାବତ ଗର୍ଭ ପ୍ରସରିବ। ଗର୍ଭକୁ ମାରି ତାଙ୍କୁ ପୁଣି ଛାଡ଼ିବି ନିଜ ଘରେ ଆଣି। ଏ କଥା ସଂକଳ୍ପ ମୋହର କହିଲି ଶୁଣ ମୁନିବର। ନାରଦ ଉବାଚ ଏହାର ଗର୍ଭେ ଯେ କୁମାର ନିଷ୍ପାପୀ ବୈଷ୍ଣବ ବର। ଅଶେଷ ଗୁଣେ ଗୁଣନିଧି ଏହାର ଦେହେ ସର୍ବସିଦ୍ଧି। କୃଷ୍ଣର ଏ ନିଜ ସେବକ ଏବେ ଗର୍ଭରେ ତେଜ ଦେଖ। ତୁ କାହିଁ ଏହାକୁ ମାରିବୁ ଏହାର ଚରଣେ ସେବିବୁ। ପ୍ରହ୍ଲାଦ ଉବାଚ ଏ କଥା ମୁନି ମୁଖୁ ଶୁଣି ଇନ୍ଦ୍ର ଯେ ମନେ ମନେ ଗୁଣି। ନାରଦ ବାକ୍ୟ ସଚିପତି ଛାଡ଼ିଲା ଅସୁର ଯୁବତୀ।
ଅତ୍ୟନ୍ତ ପ୍ରିୟ ଭାବ ଭରି ମାତାକୁ ପ୍ରଦକ୍ଷିଣ କରି ତକ୍ଷଣେ ନିଜପୁରେ ଗଲା ଶୁଣ ହେ ଅସୁରଙ୍କ ବଳା। ମୋର ମାତାକୁ ଆଗ କରି ଆଶ୍ୱାସ କରି ବ୍ରହ୍ମଚାରୀ ନିଜ ଆଶ୍ରମେ ମୁନି ଆଣି ମୁଖେ ସିଞ୍ଚିଲେ ଶୀତ ପାଣି। ବୋଲନ୍ତି ମଧୁର ବଚନ ତୁ ଏତେ ଥାଅ କିଛି ଦିନ ଯାବତ ସ୍ୱାମୀ ତ ପୁଆସେ ତାବତ ଥାଅ ମୋର ପାଶେ। ମୁନି ବଚନେ ମୋର ମାତା ଛାଡ଼ିଲା ମନ ଦୁଃଖ ଚିନ୍ତା ନିର୍ଭয়ে ମୁନି ପାଶେ ରହି ଭର୍ତ୍ତା ଆଗମେ ପଥ ଚାହିଁ। ପରମ ଭକ୍ତି ମୁନି ପାଦେ ମୋର ଜନନୀ ଅପ୍ରମାଦେ ସେବା କରଇ ନିରନ୍ତରେ ସୁଖ ପ୍ରସବ ଉପକାରେ। ମୁନି ଚରଣ ପରସାଦେ ପ୍ରସବ ହେବ ପ୍ରମାଦେ ଏମନ୍ତ ମନେ କରି ଚିନ୍ତା ସୁଖେ କହିଲା ମୋର ମାତା। ଗୃହେ ନାରଦ ବ୍ରହ୍ମଚାରୀ ମୋର ମାତାକୁ ଦୟା କରି ଦିନକୁ ଦିନ କହି ଜ୍ଞାନ ଆନନ୍ଦ କରି ମାତା ମନ। ନିର୍ମଳ ଧର୍ମ ତତ୍ତ୍ୱ ଯେତେ କହନ୍ତି ମାତାଙ୍କ ଅଗ୍ରତେ ଯେବେ କହିଲେ ମହାମୁନି ମୁଁ ତାହା ଗର୍ଭେ ଥାଇ ଶୁଣି। ଜନନୀ ସ୍ୱଭାବେ ଅବଳା କାଳେ ସେ ଜ୍ଞାନ ପାସରିଲା ନାରଦ ଅନୁଗ୍ରହ ମୋତେ ଜ୍ଞାନ ରହିଲା ମୋର ଚିତେ। ମୋର ବଚନେ ଶ୍ରଦ୍ଧା କର ଏ ଜ୍ଞାନ ହୋଇବ ତୁମ୍ଭର। ମୋ ପରି ଜ୍ଞାନ ପ୍ରସରିବ ବିଦ୍ୟା ବନ୍ଧନାଶ ଯିବ। ସ୍ୱଭାବେ ମନୁଷ୍ୟ ଶରୀରେ ଜନ୍ମଇ ଏ ଷଡ଼ ବିକାରେ ଆତ୍ମାର ନୁହଁଇ ସ୍ୱଭାବ ଶୁଣ କହିବା ଜ୍ଞାନ ଭାବ। ବୃକ୍ଷର ଫଳ ଯେହ୍ନେ କାଳେ ପାଟି ପଡ଼ଇ ମୋହି ତଳେ ଷଡ଼ ବିକାରେ ନାଶ ଯାଇ ଶରୀର ସ୍ୱଭାବଟିଏ ଗର୍ଭ ଶରୀର ଜନ୍ମ ହୋଇ ବାଳକ ରୂପେଣ ବଢ଼ଇ ପୌଗଣ୍ଡ କିଶୋର ତରୁଣ ଜରାନ୍ତେ ଲଭଇ ମରଣ। ଏ ଷଡ଼ ବିକାରେ ଶରୀର ଆତ୍ମା ସ୍ୱଭାବେ ନିର୍ବିକାର ନିତ୍ୟ ଅବୟ ଶୁଦ୍ଧ ଏକ କ୍ଷେତ୍ରଜ୍ଞ ଭାବେ ସର୍ବସାକ୍ଷ୍ୟ ସର୍ବ ଆଶ୍ରୟ ସର୍ବବ୍ୟାପୀ ନିଷ୍କ୍ରିୟ ଅନାବୃତ ରୂପୀ। ଅସଙ୍ଗ ହେତୁ ବନ୍ଧ ନୁହେଁ ସ୍ୱପ୍ନ ଜାଗ୍ରତ ଯେହ୍ନେ ଦେହେ ବୁଦ୍ଧିର ଧର୍ମ ପ୍ରକାଶଇ ସେ ପୁଣି ତାଙ୍କୁ ନ ଲାଗଇ। ବସ୍ତୁ ସ୍ୱଭାବେ ବନ୍ଧ ନୁହେଁ ଅଜ୍ଞାନୀ ଦିଶେ ବନ୍ଧ ପ୍ରାୟେ ଭୂତ ଭବିଷ୍ୟ ବର୍ତ୍ତମାନେ ବସ୍ତୁ ପ୍ରକାଶ ଭିନ୍ନେ ଭିନ୍ନେ। ଭୂତ ଭବିଷ୍ୟ ବର୍ତ୍ତମାନେ ବସ୍ତୁ ପ୍ରକାଶ ଭିନ୍ନେ ଭିନ୍ନେ ସେ ପୁଣି ରହେ ଶେଷ ହୋଇ ପୁନଃ ସ୍ୱଭାବେ ପ୍ରକାଶଇ। ଏ ଘେନି ଦ୍ୱାଦଶ ପ୍ରକାର ଆତ୍ମା ଲକ୍ଷଣ ଜାଣି ନର ମୁହିଁ ମୋହର ବୋଲି ଯେତେ ମିଥ୍ୟା ସ୍ୱଭାବ ଏ ଜଗତେ। ଦେହାଦି ଉପାଧି ବିଶେଷ ମୋହରୁ ଜାତ ଯେତେ ଅଂଶ ମୂଢ଼ ସ୍ୱଭାବ ବେଗେ ତେଜ ମୁକୁନ୍ଦ ପଦ୍ମ ପାଦେ ଭଜ। ସୁବର୍ଣ୍ଣକାର ଯେହ୍ନେ ଜଳେ ପାଷାଣ ସୁବର୍ଣ୍ଣ ଧୋଇଲେ ଘେନଇ ଅତି ଯତ୍ନ କରି ଏହି ପ୍ରକାରେ ବ୍ରହ୍ମଚାରୀ କ୍ଷେତ୍ରଜ୍ଞ କ୍ଷେତ୍ରରୁ ଧରେ ଆତ୍ମାକୁ ଲଭେ ଅଭ୍ୟନ୍ତରେ। ଅଷ୍ଟ ପ୍ରକୃତି ତିନି ଗୁଣ ଷୋଡ଼ଶ ବିକାର ଲକ୍ଷଣ ଏତେ ପ୍ରକାର ଭିନ୍ନ ଆତ୍ମା ଏ ଭାବେ ବିଚାରେ ମହାତ୍ମା। ଏତେ ପ୍ରକାରେ ଦେହ ଜାତ ସ୍ଥାବର ଜଙ୍ଗମେ ବିଦିତ ଏ ଭାବେ ଯେ ଜନ ବିଚାରେ ମାୟା ସମୂହ ପରିହରେ।
ଅନ୍ୟ ଆର ବ୍ୟକ୍ତି ରେଖେ ଜ୍ଞାନ ସଞ୍ଚୟୀ ଏକେ ଏକେ ସୃଷ୍ଟି ସ୍ଥିତି ଯେ ପ୍ରଳୟର କାରଣ ବୁଝି ହେତୁ କର ସୁଷୁପ୍ତି ସ୍ୱପ୍ନ ଜାଗରଣ ବୁଦ୍ଧିର ଏ ତିନି ଲକ୍ଷଣ ଯାକ ମୁଁ ଅନୁଭବ ହୁଏ ଅଦକ୍ଷ ପୁରୁଷ ଯେ ଦେହେ ଆତ୍ମା ଏ ତିନି ଗୁଣ ଦେହେ ପବନ ଗନ୍ଧ ପ୍ରାୟ ରହେ ଏ ତିନି ଗୁଣ ନିବନ୍ଧନେ ସଂସାରେ ମାୟା ଅନୁମାନି ଅଜ୍ଞାନ ମୂଳ ଏ ଅନର୍ଥ ସ୍ୱପ୍ନ ଯେ ଶନି ନିଦ୍ରାଗତ ଆତ୍ମାର ସ୍ୱପ୍ନ ଏ ଜଗତ ଯେଣୁ ଏ ତ୍ରିଗୁଣୀ ନିନ୍ଦିତ ତ୍ରିଗୁଣାତ୍ମକ କର୍ମ ବୀଜେ ଅଙ୍ଗୁରି ସମସ୍ତ ଉପୁଜେ ଏ ବୀଜ ନଳ ସଂଯୋଗେ ଦହନ କର ଯୋଗ ମାର୍ଗେ ଅନ୍ୟଥା ସହସ୍ର ଉପାয়ে কে সাধি পারিব এ দে যেভাবে কৃষ্ণে হয়ে রতি ভক্তি লক্ষণ তাহাতে ভক্তি লক্ষণ গুরু সেব কৃষ্ণে সমর্পি সর্ব লাভ সঙ্গ করিব সাধু জন এণে ঈশ্বর আরাধনা সে কৃষ্ণ কথার শ্রবণে শ্রদ্ধা করিব অনুক্ষণে কৃষ্ণর যেতে নাম গুণ করিব শ্রবণ কীর্তন পদার ভিন্ন ধ্যান কর বুঝিব দেখি মূর্তি তার বঞ্চিব বৈষ্ণবর মেলে বিষ্ণুর পাদ পদ্ম তଳେ ସକାଳ ଭୂତେ ଭଗବାନ ଅଛନ୍ତି ବୋଲି ଜାଣି ଗୁଣ ମନ କର୍ମରେ ପ୍ରାଣୀ ସେବ ଭାବୁକ ସଙ୍ଗେ କର ଭାବ ଏ ଭକ୍ତି ଯୋଗ ବଳେ ପ୍ରାଣୀ ବହିରି ଷଡ଼ ବର୍ଗ ଯେ ବିଷ୍ଣୁ ବିଷୟ ଲଭେ ରତି ଏ ଭାବେ ସଂସାରୁ ତରନ୍ତି ଏବେ ଅସୁର ପୁତ୍ରେ ଶୁଣ ତେଣେ ଜୀବର ପରିତ୍ରାଣ କୃଷ୍ଣର ଯେତେ ପ୍ରିୟ କର୍ମ ଦେବା ଅଧିକ ଗୁଣ ଗ୍ରାମ ଲୀଳା ଶରୀରେ ଯେତେ କଲା ଅନନ୍ତ ବିଟେ ଗୁଣ ଖେଳା ସେ କଥା ଶୁଣି କର୍ଣ୍ଣ ଦ୍ୱାରେ ପୁଲକ ଯାହାର ଶରୀରେ ଆନନ୍ଦେ ଅଶ୍ରୁ ଜଳ ବୋହେ କଣ୍ଠ ଉଦ୍ଗଦେ ବାଣୀ କହେ ଆନନ୍ଦେ ଗାଏ କୃଷ୍ଣ ବାଣୀ ଉଚ୍ଚେ କାନ୍ଦୋଇ ତାହା ଶୁଣି ନୃତ୍ୟ କରଇ ବେନି ପାଦେ ହରସେ ଡାକେ ଉଚ୍ଚ ନାଦେ ଭୂତ ବେତାଳ ଗ୍ରହ ଗଣେ ଲାଗିଲେ ଭୋଳ ହୁନ୍ତି ଜେନେ উন্নত হই ভাব ভোলে হুঙ্কার নাদে কৃষ্ণ বলে জনকু কৃষ্ণ প্রায় মণি নমই তাহাঙ্ক চরণে তুণ্ডে বই লই হরি হরি হে জগন্নাথ দয়িতারি হে নারায়ণ যদুপতি ভব সাগরু কর গতি হৃদে গোবিন্দ নাম চিন্তি নীলজ প্রায়ে বহে মতি এমন্ত ভাব যেতেবেলে ভজই কৃষ্ণ পাদ মূলে অশেষ কর্ম বন্ধ পাশ কৃষ্ণ স্মরণী ভয়ে নাশ কৃষ্ণ চরণী ভাব করে অশেষ বন্ধনু নিঃসরে কৃষ্ণ ভাবনে হয়ে সুধি চেতনা অহংকার বুদ্ধি এমন্ত বাহ্য অভ্যন্তর নির্মল প্রকাশে শরীর সর্ববাসনা বীজ বলে জীব সঞ্চয়ী শয়লে কৃষ্ণ ভক্তি যোগ বলে প্রকাশ প্রলয় নলে সে অগ্নি তেজে কর্ম বীজ তক্ষণি হুই দহির্য কর্ম বিনাশে জীব তরে নিশ্চিন্তে কৃষ্ণ আশ্রা করে কৃষ্ণ আশ্রয়ে প্রাণী কর শুভ শুভ হুয়ে দূর
ଏ ଶୁଭାଶୁଭ ଚକ୍ରେ ଥାଇ ପ୍ରାଣୀ ଅଶେଷ ଜନ୍ମ ପାଇ ସଂସାର ଚକ୍ର ଦୃଢ ପାଶ ହରି ଭଜନି ହୁଏ ନାଶ। ଏ ଜୀବ ବନ୍ଧୁ ମୁଖ୍ୟ ହୋଇ ବ୍ରହ୍ମ ନିର୍ବାଣୀ ପୋଷେ ଯାଇ ପଣ୍ଡିତ ଜନକର ମତ କୃଷ୍ଣ ଭଜନ ବ୍ରହ୍ମ ତୋତ। ବାଳକେ ମୋର ବୋଲ କର ବେଳ ମୁଁ ଗୋବିନ୍ଦ ସୁମର। ହରି କି ଭଜ ଦୃଢ ମନେ କି ଦୁଃଖ କୃଷ୍ଣ ଉପାସନେ। ହରି ଅଶେଷ ପ୍ରାଣୀ ଦେହେ କ୍ଷୁଦ୍ର ଆକାଶ ପ୍ରାୟ ରହେ। ଆତ୍ମାର ସଖା ପଦ୍ମନାଭ ଅନ୍ୟ ଭଜନେ କିବା ଲାଭ। ଦେଖ ଏ ଧନ ଦ୍ୱାର ସୁତ ପଶୁ କୁଞ୍ଜର ଗୃହ କ୍ଷେତ୍ର। ନାନା ସମ୍ପଦ ଅର୍ଥ କାମ କ୍ଷଣ ଭଙ୍ଗୁର ଯେ ମାନ। ସ୍ୱପ୍ନର ପ୍ରାୟ ମିଥ୍ୟା ହନ୍ତି ଜୀବକୁ କିବା ଏ କରନ୍ତି। ସମ୍ପଦ ନୁହଁ ନିଶ୍ଚଳ ଯେ ଶନି ସମୁଦ୍ର ଉଲ୍ଲୋଳ। ଏହା ନ ଜାଣି ମୂଢ ଜନେ ଏ ମାୟା ନିଗମ ଓଚନି। ଯଜ୍ଞ ଆରମ୍ଭେ କରେ କର୍ମ ଶ୍ରୁତି ସଂକୁଳେ ହୁଏ ଭ୍ରମ। ସେ ଯଜ୍ଞ ଫଳ ବେନି ଲୋକେ ଆବରି ଭୁଞ୍ଜେ କେ। କର୍ମ ସରିଲେ ପୁଣି ଚଳେ ଭ୍ରମ ଏ ମାୟା ସଳେ। ଅନନ୍ତ କୃତ କର୍ମ ଫଳ କେବେ ନୁହଁ ନିର୍ମଳ। ଏ କର୍ମ ଦୂରେ ପରିହର ଆତ୍ମାକୁ ମାୟାରୁ ଧର। ଅନ୍ତରେ ଆତ୍ମ ସୁଖ ଲାଭେ କୃଷ୍ଣ ଚରଣ ଚିନ୍ତ ଭାବେ। ଯେ ଅର୍ଥେ କର୍ମ ଇହ ଲୋକେ କରଇ ପ୍ରାଣୀ ଏକେ ଏକେ। ସେ କର୍ମ ଯେବେ ହରି ପାଦେ ଅର୍ପଇ ନାହିଁ ସେ ଆନନ୍ଦେ। ନିମିଷେ ହରି ଗୁଣ ଭାବେ ସେ ବିପରୀତ ଫଳ ଲଭେ। ଦୁଃଖ ବିନାଶେ ସୁଖ অর্থে প্রাণী ভ্রম ইয়ে জগতে। বাঞ্ছিতে দুঃখ ভুঞ্জে নিতে সুখে বঞ্চই বাঞ্ছিতে। অশেষ কাম ভোগ অর্থে কর্ম করই প্রাণী নিতে। সে ফল পরঙ্কর পাই মিলই অবান মিলই। ସେ ଦେହ ପାଇଁ କର୍ମ ମାନ କରଇ ତାଙ୍କୁ ଲକ୍ଷେ ସ୍ୱାନ। ଏ ଦ୍ୱାରା ସୁତ ଗୃହେ ଧନ ରାଜ୍ୟ ଭଣ୍ଡାର ଭୃତ୍ୟ ଜନ। ମମତା ବୃତେ ଥାନ୍ତି ଦିବସେ ପୁଣି ନ ଦିଶନ୍ତି। ଏ ତୁଚ୍ଛ ପ୍ରାୟ ଦେହ ତୁଲେ ସର୍ବେ ନଶନ୍ତି ଅନ୍ତକାଳେ। ଅନର୍ଥ ଅର୍ଥ ପ୍ରାୟ ମଣି ମାୟା ସମୂহে সর্ব প্রাণী। এ ঘেনি আনন্দ সাগরে চিত্ত মজ্জাও নিরন্তরে। দেহ ধারণে এতে লাভ অসুর মতি ছাড়ি ভাব। দেখো এ শরীর ধারণ জন্ম যাবত বরণ। এ মধ্যে অশেষ উপায়ে জীবর ক্লেশ মাত্র হুয়ে। কর্ম সংযোগে দেহ বহি নিরতে কর্ম হি সঞ্চয়ী। জন্ম মরণ কর্ম ফলে ভুঞ্জই অবিবেক বলে। এ ঘেনি ধর্ম অর্থ কাম এ তিনি জীবর যে ভ্রম। এণে ভ্রমই নিরন্তরে ক্ষণ ন রহে সুখ ঘরে। এণু সংশয় দূর করি অন্তরে ভোজ হরি। আত্মার প্রিয় যে ঈশ্বর চিত্ত নির্মলে আশ্রা কর। এ সূক্ষ্ম ভূত মহাভূতে জন্ম করায়ে সহায়তে। সংযোগে শরীর প্রকাশে কর্ম শরীরে প্রাণী নশে। দেব অসুর নর দেবে যক্ষ গন্ধর্ব ভক্তি ভাবে। ভজନ୍ତି মুকুন্দ চরণ সে জন্ম পরম কারণ।
ବିପ୍ର ଦେବତା ଋଷି ହୋଇ ଯେବେ କୃଷ୍ଣଙ୍କୁ ନ ଜୟୀ ଅନେକ ବିଦ୍ୟାବାଦ କରେ ପ୍ରଭୃତି କର୍ମୀ ଦିନ ହରେ ଅନେକ ଦାନ ତପ ସାଧି ଅଷ୍ଟାଙ୍ଗ ଯୋଗ କର୍ମ ବିଧି ଯଜ୍ଞ ଶୌଚ ବ୍ରତ ଯେତେ ନାନା ଉପାୟ ଏ ଜଗତେ ଅଜ୍ଞାନ ବିଡ଼ମ୍ବନ ଏଣି ଗୋବିନ୍ଦ ଗୁଣ ପାଇ ନିର୍ମଳ ଭକ୍ତି ଅନ୍ତର୍ଗତେ ଯେ ଭାବ ଜୟୀ ଅବିରତେ ତେବେ ହୋଇ ଭଗବାନ ଅନ୍ୟଥା ସର୍ବ ବିଡ଼ମ୍ବନ ଏଣୁ ଗୋବିନ୍ଦ ପାଦେ ଭଜ ଅସୁର ବୁଦ୍ଧି ଦୁର୍ତେଜ ସେ ଆତ୍ମା সুবুদ্ধি বিবেক আত্মা সমানে সর্বদেখ সকল ঘটে কাহরি সূক্ষ্ম স্বরূপে ছন্তি পুরী এ ভাব জানিয়ে শয়লে অনেক প্রাণী নিস্তরিলে অসুর যক্ষ রক্ষ গণ তিনি গোপাল সুরজ মৃগ পতঙ্গ পাপি জীবে সর্বে তরিলে কৃষ্ণ ভাবে এ জীব লোকে দুর্লভ একান্ত চিতে হরি ভাব জ্ঞান লোচনী সর্ব দেখ আত্মাকু আত্মা ভাবে রখ ঘনই বিপ্র জগন্নাথ জননী সারে ভাগবত সপ্তম স্কন্ধে হরি ক্রীড়া এ ভব সমুদ্র কুহেলা অসুর পুত্রঙ্কর আগে সে প্রহ্লাদ অনুরাগে যেতে কহিলে হরিবাণী সুজনী তর ଏହା শুনি ইতি শ্রীমদ ভাগবতে মহাপুরাণী পরমহংস সহিত সপ্তম স্কন্ধে প্রহ্লাদানুচরিত দৈত্য পুত্রানুশাসন নাম সপ্তমোধ্যায়।